এই কিছুদিন পূর্বରୁ ଆମ ଓଡ଼ିଶାର ଗଭର୍ଣ୍ଣର ପୁଅଟା ଗୋଟେ ଏକ୍ସ ଆର୍ମି ଯବାନକୁ ହାତ ଉଠେଇକି ପିଟାପିଟି କରିଲା। ସେ ଗଭର୍ଣ୍ଣର ପୁଅ ଉପରେ ଏତେ ପର୍ଯ୍ୟନ୍ତ କାହିଁକି ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇନି? ଏ ଗଭର୍ଣ୍ଣର ପୁଅ ଲଳିତ କୁମାର ଦାସ ଆମ ଓଡ଼ିଶାର କ'ଣ ଗୋଟେ ମୁଣ୍ଡି ନା? ହଁ ଭାଇ, ଆଜିକା ଡେଟ୍ରେ ଯଦି ଗୋଟେ ସାଧାରଣ ଲୋକଟା ଯଦି କାହାକୁ ହାତ ଉଠେଇକି ପିଟାପିଟି କରିଦେଉଛି ତାହେଲେ ସେ ଲୋକକୁ ସାଙ୍ଗେ ସାଙ୍ଗେ ଆରେଷ୍ଟ କରିକି ପୁଲିସ ଷ୍ଟେସନକୁ ଡକେଇକି ଜେଲ୍ ଦଣ୍ଡ ଦିଆଯାଉଛି। କିନ୍ତୁ ଓଡ଼ିଶାର ଗଭର୍ଣ୍ଣର ପୁଅଟା ଗୋଟେ ଇଣ୍ଡିଆନ୍ ଆର୍ମିର ଅବସରପ୍ରାପ୍ତ ଯବାନ ଉପରକୁ ହାତ ଉଠେଇକି ପିଟାପିଟି କରିକି ତା ମୁହଁକୁ ଫଟାଇ ଦେଇଛି। ଆଉ ଏଇ ଘଟଣାର ସମସ୍ୟାକୁ ନେଇକି ଆମ ଓଡ଼ିଶାର ଗଭର୍ଣ୍ଣର, ଚିଫ୍ ମିନିଷ୍ଟର, ପୁଲିସ ପ୍ରଶାସନ, ଆଇନ କାନୁନ କାହିଁକି ଏତେ ପର୍ଯ୍ୟନ୍ତ ଚୁପ୍ ରହିଛି? ଏଇ କେସ୍କୁ ଏତେ ପର୍ଯ୍ୟନ୍ତ ଆଇନ ମାଧ୍ୟମରେ କାହିଁକି ଇନଭେଷ୍ଟିଗେସନ କରାଯାଇନି? କି ଦୋଷୀକୁ କାହିଁକି ଦଣ୍ଡ ମିଳିନି? କି ନିର୍ଦ୍ଦୋଷକୁ କାହିଁକି ନ୍ୟାୟ ମିଳିନି? ଇଏ ଆମ ଓଡ଼ିଶାର ଗଭର୍ଣ୍ଣର ପୁଅ ବୋଲି କ'ଣ ଆ ପାଇଁ ଅଲଗା କିଛି ଆଇନ ଅଛି କି? ବେ ଯଦି ଆ ପାଇଁ ଅଲଗା କିଛି ଆଇନ ଅଛି ତାହେଲେ ସେ ଆଇନଟା କାହିଁକି ଏତେ ପର୍ଯ୍ୟନ୍ତ ସୋସାଇଟିର ସମସ୍ତଙ୍କ ଲୋକମାନଙ୍କ ସାମ୍ନାକୁ ଅଣାଯାଉନି? ଏହାର କାରଣ କ'ଣ? ଆ ମାନେ କିଛି ବି ଜାଣି ହେଉନି। ଇଏ ଗଭର୍ଣ୍ଣର ପୁଅ ବୋଲି କ'ଣ ଆର ମନ ଇଚ୍ଛା ଯେୟା ହେବ ସେଇଆ କରିବ? ଏ ଆର୍ମି ଯବାନ ଉପରେ ହାତ ଉଠାଇକି ଗୋଟେ ଗୋଟେ ଧନ୍ଦା ଚଲେଇଛୁ ନା କ'ଣ ବେ? ଯଦି ଆମ ଓଡ଼ିଶାର କିଛି କିଛି ନେତା ମନ୍ତ୍ରୀ ମାନେ ଲୋକମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ, ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶାକୁ ବୁଝିବା ପାଇଁ ଅଛନ୍ତି, ତାହେଲେ ଆମ ଓଡ଼ିଶାର ବଡ଼ ଦାଣ୍ଡରେ, ନୀଳାଚଳ ଧାମରେ, ଜଗନ୍ନାଥ ଧାମରେ ଜଣେ ଗଭର୍ଣ୍ଣର ପୁଅଟା ତା ମନ ଇଚ୍ଛାରେ ଗୋଟେ ଏକ୍ସ ଇଣ୍ଡିଆନ୍ ଆର୍ମିର ଯବାନକୁ ହାତ ଉଠେଇକି ପିଟାପିଟି କରିକି ମୁହଁ ଫଟାଇ ପକେଇଲା। এই ସମସ୍ୟାକୁ କାହିଁକି ଏତେ ପର୍ଯ୍ୟନ୍ତ ଆଇନ ଉପରକୁ ଇନଭେଷ୍ଟିଗେସନ କରିକି ଦୋଷୀକୁ ଦଣ୍ଡ ମିଳିନି କି ନିର୍ଦ୍ଦୋଷକୁ ନ୍ୟାୟ ମିଳିନି? ଆମ ଓଡ଼ିଶାର କିଛି କିଛି ନେତା ମନ୍ତ୍ରୀ ମାନେ ଯଦି ଲୋକମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ଅଛନ୍ତି ତାହେଲେ ଆମ ଓଡ଼ିଶାର ବଡ଼ ଦାଣ୍ଡରେ, ନୀଳାଚଳ ଧାମରେ, ଜଗନ୍ନାଥ ଧାମରେ ଜଣେ ଗଭର୍ଣ୍ଣର ପୁଅଟା ତା ମନ ଇଚ୍ଛାରେ ଗୋଟେ ଏକ୍ସ ଇଣ୍ଡିଆନ୍ ଆର୍ମିର ଯବାନକୁ ହାତ ଉଠେଇକି ପିଟାପିଟି କରିକି ତା ମୁହଁକୁ ଫଟାଇ ପକେଇଲା। এই ସମସ୍ୟାକୁ କାହିଁକି ଏତେ ପର୍ଯ୍ୟନ୍ତ ଆଇନ ଉପରକୁ ନେଇକି ଇନଭେଷ୍ଟିଗେସନ କରିକି ସମସ୍ୟାର ସମାଧାନ କରାଯାଇନି? କି ଦୋଷୀକୁ ଦଣ୍ଡ ମିଳିନି କି ନିର୍ଦ୍ଦୋଷକୁ ନ୍ୟାୟ ମିଳିନି? ଆମ ଦେଶରେ ଅପରାଧୀମାନଙ୍କ ପାଇଁ ଯଦି ଦିନକୁ ଦିନ ଏ ସରକାର ନୂଆ ନୂଆ ଆଇନ ବାହାର କରୁଛି ତାହେଲେ ଏଠି ଯିଏ ବାରମ୍ବାର ଅପରାଧ କରୁଛି, କେସ୍ ଫେସ୍ କରୁଛି, ପିଟାପିଟି କରିକି ଲଫଡ଼ାବାଜ କାମ କରୁଛି, ସେହି ଅପରାଧୀମାନଙ୍କର କେସ୍କୁ ଏ ସରକାର କାହିଁକି ଆଇନ ମାଧ୍ୟମରେ ଇନଭେଷ୍ଟିଗେସନ କରିକି ଦୋଷୀକୁ ଦଣ୍ଡ ଦେଉନାହାନ୍ତି? ଆମ ଇଣ୍ଡିଆନର ସମ୍ବିଧାନର ଲେଖାଗୁଡ଼ା, ଆଇନ କାନୁନର ଲେଖାଗୁଡ଼ା ଠିକ୍ ଭାବରେ ଲେଖାଯାଇଛି, କିନ୍ତୁ ଏ ଆଇନ କାନୁନର ଲେଖାଗୁଡ଼ା ଯିଏ ଲେଖିଛନ୍ତି ସେ ଠିକ୍ ଭାବରେ ବୁଝି ସୁଝିକି ପରିଚାଳନା କରିକି ଲେଖିଛନ୍ତି। କିନ୍ତୁ ବର୍ତ୍ତମାନ ଏ ଆଇନ କାନୁନକୁ ଯେଉଁମାନେ ପରିଚାଳନା କରିଛନ୍ତି ତା ଭିତରୁ କିଛି କିଛି କର୍ମଚାରୀମାନେ ଏ ଆଇନ କାନୁନକୁ ଠିକ୍ ଭାବରେ ପରିଚାଳନା କରିପାରୁନାହାନ୍ତି। ଆମ ଦେଶର କିଛି କିଛି ଜାଗାରେ ଆଇନ କାନୁନ ଗୁଡ଼ା ଠିକ୍ ଭାବରେ କାର୍ଯ୍ୟକାରୀ କରାଯାଉନି ବୋଲି ଏଠି ଦୋଷୀମାନେ ଦୋଷ କରିକି ଖସି ଯାଉଛନ୍ତି, ଆଉ ନିର୍ଦ୍ଦୋଷମାନେ ବିନା ଦୋଷରେ ଫସି ଯାଉଛନ୍ତି। ଯାହା ପାଖରେ ପଇସା ଅଛି, ପାୱାର ଅଛି, ଚିହ୍ନା ପରିଚୟ ଅଛି, ତାହାରି କଥାକୁ ଏଠି ଠିକ୍ ଭାବରେ ଶୁଣାଯାଉଛି। ଯାହା ପାଖରେ ପଇସା ନାହିଁ, ପାୱାର ନାହିଁ, ଚିହ୍ନା ପରିଚୟ ନାହିଁ, ତାର କିଛି ସମସ୍ୟା ହେଲା ବେଳକୁ ତାକୁ ଏତେ ଗୁରୁତ୍ୱ ଦିଆଯାଉନି। ଆଉ ଏଇଟା ହିଁ ଆଜିକା ଡେଟ୍ରେ ପୁରା ସତ କଥା। ଆରେ ମୋହନ ଚରଣ ମାଝୀ ସାର୍, ଆପଣ ପରା ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଆପଣ ଏଥର ଇଲେକ୍ସନରେ ଜିତିକି ମୁଖ୍ୟମନ୍ତ୍ରୀ ହେଲା ପରେ ଓଡ଼ିଶାର ସବୁକିଛି ସମସ୍ୟାକୁ ବୁଝାବୁଝି କରିବା କଥା। କିନ୍ତୁ ଏଇ ଗଭର୍ଣ୍ଣର ପୁଅ ଜଣେ ଏକ୍ସ ଇଣ୍ଡିଆନ୍ ଆର୍ମିର ଯବାନକୁ ମାଡ଼ ମାରିବା କେସ୍କୁ ନେଇକି ଆପଣ ଏତେ ପର୍ଯ୍ୟନ୍ତ କାହିଁକି ଚୁପ୍ ଅଛନ୍ତି? କ'ଣ ଆପଣ ଡରି ଯାଇଛନ୍ତି କି? ଯଦି ଆପଣ ଏ ସମସ୍ୟାକୁ ନ ବୁଝିପାରିବେ ତାହେଲେ ଆପଣ ଏବେ ମୁଖ୍ୟମନ୍ତ୍ରୀ ପଦବୀରେ ଅଛନ୍ତି କ'ଣ ପାଇଁ? ଆପଣ ଯଦି ଏ ସମସ୍ୟା ଗୁଡ଼ା ନ ବୁଝିପାରିବେ ତାହେଲେ ଆପଣ ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଦିଅନ୍ତୁ। ଆରେ ରାଘବ ସାର୍, ଆପଣ ଆମ ଓଡ଼ିଶାର ଗଭର୍ଣ୍ଣର ଅଛନ୍ତି, କିନ୍ତୁ ଆପଣଙ୍କ ପୁଅ ଗୋଟେ ଏକ୍ସ ଇଣ୍ଡିଆନ୍ ଆର୍ମିର ଯବାନକୁ ପିଟାପିଟି କରିକି ତା ମୁହଁ ଫଟାଇ ପକେଇଲା। ଆଉ ଏ କେସ୍କୁ ନେଇକି ଆପଣ ଏତେ ପର୍ଯ୍ୟନ୍ତ କାହିଁକି କିଛି କହୁନାହାନ୍ତି? ଆପଣଙ୍କ ପୁଅ କେସ୍ଟା କରିଛି ବୋଲି ଆପଣଙ୍କ ପୁଅ କେସ୍କୁ ନେଇକି କାହିଁକି ଆପଣ ଚୁପ୍ ଅଛନ୍ତି? କ'ଣ ଆପଣ ବି କ'ଣ ଡରି ଯାଇଛନ୍ତି କି? ଆପଣ ଆମ ରାଜ୍ୟର ରାଜ୍ୟପାଳ ହେଇକି ସବୁଠୁ ବଡ଼ ପଦବୀରେ ଅଛନ୍ତି, କିନ୍ତୁ ଆପଣଙ୍କର ପୁଅ କେସ୍କୁ ନେଇକି ଆପଣ କ'ଣ ପାଇଁ ଡରୁଛନ୍ତି? ଆପଣ ଗୋଟେ ସୈନିକର ମାନେଟା କ'ଣ ଆଜି ପର୍ଯ୍ୟନ୍ତ ଜାଣିନାହାନ୍ତି? ସୈନିକମାନଙ୍କର କାମ କ'ଣ ଜାଣିଛନ୍ତି? ସୈନିକମାନଙ୍କର କଥାବାର୍ତ୍ତା, ବ୍ୟବହାର, ସମ୍ମାନ, ବିଚାରଧାରା, ସମ୍ପର୍କର ଦୁନିଆଟା କେବେ ଥରେ ଭାବିଛନ୍ତି? ନା ଆପଣ ଭାବି ନାହାନ୍ତି? ଆମ ଇଣ୍ଡିଆର ବର୍ଡର ଉପରେ ସେହି ସୈନିକମାନେ ଅଛନ୍ତି ବୋଲି ଆପଣମାନେ ଗୋଟେ ଗୋଟେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ହେଇକି ଟିକେ ସୁରକ୍ଷାରେ ଗାଦିରେ ବସୁଛ। ସେଠି ସେମାନେ ଆତଙ୍କବାଦୀ ମାନଙ୍କ ସାଙ୍ଗରେ ଲଢ଼ାଇ କରିକି ଦେଶକୁ ସୁରକ୍ଷା ଦେଲା ପରେ ତମେ ରାଜ୍ୟ ଭିତରେ ରହିକି ରାଜନୀତି କରୁଛ। କିନ୍ତୁ ଆଜିକା ଡେଟ୍ରେ ଆମ ଦେଶରେ ଗୋଟେ ସୈନିକଟା ବହୁତ ବଡ଼ ସମସ୍ୟାରେ ପଡ଼ିଛି, ଆଉ ସେ ସୈନିକର ସମସ୍ୟାକୁ ସମାଧାନ ନ କରିକି ତମେମାନେ ଡରିକି ଚୁପ୍ ଅଛ। ଆପଣମାନେ ଏହି ସୈନିକର ସମସ୍ୟାକୁ ଆଇନ ଉପରକୁ ନେଇକି ଇନଭେଷ୍ଟିଗେସନ କରିକି ଦୋଷୀକୁ ଦଣ୍ଡ ଦିଅନ୍ତୁ, ଆଉ ନିର୍ଦ୍ଦୋଷକୁ ନ୍ୟାୟ ଦିଅନ୍ତୁ। କାହିଁକି ନା ଇଏ ତମ ପୁଅ ହଉ କି ଝିଅ ହଉ, ଆଇନଟା ସମସ୍ତଙ୍କ ପାଇଁ ସମାନ।
জয় জবান জয় কিষাণ।